हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो जसवन्तानन्दं बलराम नमो नमः बलराम नमो नमः। बोलिए महापुरुष अच्युतानंद जी की जय। सुधी जानी ज्ञानी गुणी मंडली आज अध्याय आलोचना को आपण मानक स्वागत जनाऊँ। आज मालिका वचन आलोचन आम आलोचना करने जाऊे मालिका वर्णित एक क्षेत्र विषय रे जार नाम हेउची हनुमंचेश्वर। अच्युतानंद महापुरुष मालिकार नाम है शिवकल्प नवखंड निर्घंटे लिखिछंती कौन मंचेश्वर गिरी चले बुड़ी जीव चौद्वार नाश जीव 13 जन मूली अच्युतर बाणी पाषाणर गार हिब। जय जगन्नाथ पतित पावन ओडिशा बड़ ठाकुर कल्प बटवासी प्रभु ब्रह्म राशि कଳି कलुष नाशन। 600 वर्ष तले कागज कलमर जितेबाला उद्भावन ही नथिला। हे ज्ञानी गुणी मंडली सुधीजनी अच्युतानंद महापुरुष सेतेबेले तालपत्र लेखनी रे लिखि देइथिले घटना ये मंचेश्वर गिरिटा दिने जलरे बुड़ीजीव जेतेबेले कि 14 नाश जीव सेतेबेले 13 जन मूली अच्युतर बाणी पाषाणर गार हेब। बोले पत्थरर गार मोर ये पानीर गार मु कर देकी जाऊनी हे रामचंद्र अच्युत वचन न होइबान। से मंचेश्वर गिरिटा अच्छी कौटी दिने जलरे बुड़ीजीव। मालिका वर्णित से क्षेत्र कौन कौन सेठी सब घटनावली गुड़िक आगू को घटब महापुरुष 600 वर्ष तले मालिकार लिखिछंती। शिवकल्प नवखंड निर्घंट मालिकार नाम है शिवकल्प नवखंड निर्घंट। बोले बाबू रे उत्तर रे शिवलिंग पर्वत शिखरे बाबू पर्वत शिखरे गिरि नाम मंचेश्वर रख तुम रे बाबू रख तुम रे। उत्तर रे शिवलिंग पर्वत शिखर गोटे कथा रही विलुप्त से इतिहास अभिस्मृतर गर्भरे पुराण रे वर्णित रही जनश्रुति जहाँ प्रमाण मिले जेतबले लक्ष्मण शक्ति भेद ही पड़ी यही समय रे हनुमान जाइथिला गंधमार्दन पर्वत आनियापाई गंधमार्दन पर्वत विशल्यकरण आनियापाई एक अल्प बहुत आम जाचे रामायण शास्त्र किंतु हनुमान पहुँचवा जिते टे विलम्ब हो प्रभु राम कौन कर रघुनंदन ना निज हाथ रे गोटे शिवलिंगटी निर्माण करिछंती। से शिवलिंगटी तैयारी करिछंती पूजा करने उद्देश्य भगवान शंकर को प्रार्थना करिछंती। ज्ञानी गुणी मंडली हनुमान जिते आसी पहुँची गले देखिले प्रभु शिवलिंगर प्रतिष्ठा करुछंती बुझिले। स्वयं एकादश रुद्र साक्षात हनुमान शिवंकर से अंश
ଦେଖିଥିଲେ ଯେତେବେଳେ ମନ ଭିତରେ ଆସିଲା ମୋତେ ପଠେଇଥିଲେ ପୁଣି ଏପଟେ ପ୍ରଭୁଙ୍କୁ ଡାକି ଠାକୁରନେ ମୋ ଇଷ୍ଟ ତ ଆରାଧ୍ୟ ତ ସ୍ୱୟଂ ରାମ ରାମ ନାମଟି ଶିଷ୍ୟ ଅଙ୍ଗ ଧରେ ମିଶଇ ଯାଇ ସେ ପରା ବିଜରେ ଶେଷ ଅନନ୍ତ ବଳଦେବ ସେହି ଚନ୍ଦ୍ରାବଳୀ ଦୂତି ସେହି ବୋଲଇ ରାମ ନାମ ଯୁଗେ ଯୁଗେ ରହିଛି ନା ସତ୍ୟ ଯୁଗରେ ଏଇ ରାମ ନାମ ଥିଲା ତ୍ରେତା ଯୁଗରେ ରାମ ଆସିଲେ ଅଯୋଧ୍ୟାପୁରେ ପରେ ରାମ ନାମ ରହିଲା ଦ୍ୱାପର ଯୁଗରେ ବଳରାମ ସେଇ ରାମ ନାମ ରହିଛି କଳି ଯୁଗରେ କଳିକି ରାମ ଭାବରେ ରାମ ନାମ ସବୁ ଯୁଗରେ ରହିଛି ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ତେଣୁ ସବୁ ନାମ ଭିତରେ ରାମ ନାମ ହେଉଛି ଶ୍ରେଷ୍ଠ କୃଷ୍ଣ ଏବଂ ରାମ କୃଷ୍ଣ ନାମ ଏବଂ ରାମ ନାମଟି ଶ୍ରେଷ୍ଠ କିନ୍ତୁ ଭଗବାନ କୃଷ୍ଣ ହେଉଛନ୍ତି ନିର୍ବିଶେଷ ବ୍ରହ୍ମ ହନୁମାନ କହିଲେ ମୋ ପ୍ରଭୁ ଆରାଧ୍ୟ ଦେବତା ମୋତେ ପଠେଇଛନ୍ତି ଏପଟେ ତିଆରି କରିଛନ୍ତି ଶିବଲିଙ୍ଗ ସେଇଠାରେ ଗନ୍ଧମାର୍ଦ୍ଦନ ପର୍ବତକୁ ପକେଇଦେଲେ ଯେତେବେଳେ ପକେଇ ଦିଅନ୍ତି ନା ସେଇ ଶିବଲିଙ୍ଗଟି ପାତାଳକୁ ଦବିଗଲା ତଳକୁ ଦବିଗଲା ଆଜି ବି ଯାଆନ୍ତୁ ଆପଣ ଦେଖିବେ ପ୍ରତ୍ୟକ୍ଷ ଡାକିଲେ ଓ କରନ୍ତି ନାମ ତାଙ୍କର କ'ଣ ମଞ୍ଚେଶ୍ୱର ମହାଦେବ ଅଛନ୍ତି ତଳେ କାହିଁକି ସେ ପାହାଡ଼ର ନାମ ହନୁମଞ୍ଚେଶ୍ୱର ହେଇଛି ନା ପାହାଡ଼ ଉପରେ ଗିରି ଉପରେ ହନୁମାନ ପୂଜା ପାଉଛନ୍ତି ଏବଂ ତଳେ ଅଛନ୍ତି ମଞ୍ଚନାଥ ବା ମଞ୍ଚେଶ୍ୱର ତେଣୁ ହନୁ ମଞ୍ଚେଶ୍ୱର ଜ୍ଞାନୀଗୁଣୀ ମଣ୍ଡଳୀ ରାମେଶ୍ୱର ନାମରେ ସେ ଗ୍ରାମଟି ଆମେ ଯଦି ଯିବା ସେ କ୍ଷେତ୍ରକୁ କେମିତି ଯିବା କଟକରୁ ଆପଣ ଯିବେ ଜଗତପୁର ଯିବେ ଜଗତପୁର 10 କିଲୋମିଟର ଗଲା ପରେ କେନ୍ଦ୍ରାପଡ଼ା ମାର୍ଗରେ ପାଗା ଛକ ପଡ଼ିବ ସେଇଠୁ ମାଁ ହାତୀ ଆପଣ ଯିବେ ଏବଂ ପଚାରିଦେବେ ହନୁମଞ୍ଚେଶ୍ୱର ପାହାଡ଼ କେଉଁଟା ପାଇଁକି ପହଞ୍ଚିଯିବେ ସେ ଠିକଣାରେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦେଖି ଜନଶ୍ରୁତିରୁ ପ୍ରମାଣ ମିଳେ ସେଠି ମହାପୁରୁଷ ମନ୍ଦର ଦାସ ବୋଲି ସନ୍ଥ ରହୁଥିଲେ ତାଙ୍କର ସେଇଟା ସାଧନା ପୀଠ ଯଦି କାହାର କିଛି ଜିନିଷ ହଜି ଯାଉଥିଲା ନା ସେ ଯେକୌଣସି ସୁନା ହେଉ ବା ବଳଦ ହେଉ ବା କୌଣସି ଦ୍ରବ୍ୟ ହେଉ ଯଦି କାହାର କିଛି ହଜି ଯାଉଥିଲା ସେ ମହାପୁରୁଷଙ୍କ ନାମରେ ମାନସିକ କରିଦେଲେ କ'ଣ ହେଉଥିଲା ନା ସେ ଦ୍ରବ୍ୟଟି ତାଙ୍କୁ ପ୍ରାପ୍ତ ହେଉଥିଲା ଆଜି ବି ଏଇ ଅନ୍ଧବିଶ୍ୱାସ ଆମେ ବିଜ୍ଞାନ ଯୁଗରେ ଆଧୁନିକତାର ଚାକଚକ୍ୟ ଭିତରେ ୟାକୁ ଅନ୍ଧବିଶ୍ୱାସ କହିଲେ ମଧ୍ୟ ଆଜି ବି ବହୁ ପରୀକ୍ଷିତ ବହୁ ପ୍ରମାଣିତ ଲୋକମାନେ ପ୍ରମାଣ ଦିଅନ୍ତି ତେଣୁ ହିଁ ଜ୍ଞାନୀ ଗୁଣୀ ମଣ୍ଡଳୀ ସେଇ ମହାପୁରୁଷ ମନ୍ଦର ଦାସଙ୍କର ସାଧନା ପୀଠ ହେଉଛି କେଉଁଟା ନା ସେଇ ହେଉଛି ହନୁମଞ୍ଚେଶ୍ୱର ପାହାଡ଼ ଅଚ୍ୟୁତାନନ୍ଦ ସେଇଥିପାଇଁ ଶିବକଳ୍ପରେ ଲେଖିଲେ ଗିରି ନାମ ମଞ୍ଚେଶ୍ୱର ରଖ ତୁ ମନରେ ଅମର ଭୂଇଁ ଯେ ଇନ୍ଦ୍ର ପ୍ରସ୍ଥ ବୋଲି ଜାଣ ଇନ୍ଦ୍ର ପ୍ରସ୍ଥ ବୋଲି ଜାଣ ପଦ୍ମ କିଶୋର ନୃପତି କଟକେ ପ୍ରମାଣ ବାବୁ କଟକେ ପ୍ରମାଣ ଅମର ଭୂଇଁ ବୋଲି ସେ ସ୍ଥାନକୁ କହନ୍ତି ଗୁପ୍ତ ଇନ୍ଦ୍ରପ୍ରସ୍ଥ ଆମେ କହନ୍ତି ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ସେ ମହାପୁରୁଷ କହିଲେ ଅମର ଭୂଇଁ ଯେ ଇନ୍ଦ୍ରପ୍ରସ୍ଥ ବୋଲି ଜାଣ ହସ୍ତିନା ଗୋଟେ ଇନ୍ଦ୍ରପ୍ରସ୍ଥ ଗୋଟେ ନାଇଁ ତେଣୁ ସେଇ ଅମର ଭୂଇଁ ଯେ ଇନ୍ଦ୍ରପ୍ରସ୍ଥ ବୋଲି ଜାଣ ପଦ୍ମକିଶୋର ନୃପତି କଟକେ ପ୍ରମାଣ ପଦ୍ମକିଶୋର ନୃପତି ରହିଥିଲେ କହିଲେ ଅଚ୍ୟୁତାନନ୍ଦ ସହସ୍ର ଶିଳା ଅଛଇ ଗୁପତ ସେ ସ୍ଥାନ ବାବୁ ଗୁପତ ସେ ସ୍ଥାନ ଅନନ୍ତ ମହିମା ମୁଖେ ନୁହଇ ବର୍ଣ୍ଣନ ବାବୁ ନୁହଇ ବର୍ଣ୍ଣନ ପୁରାଣ ପୂର୍ବ କାଳକୁ ଯଦି ଚାଲିଯିବା ଲୋକମାନେ ସେଠି କହନ୍ତି ଏଇ ଗିରି ଉପରେ ପାହାଡ଼ ଉପରେ ବଡ଼ ବଡ଼ ଇଟାଖଣ୍ଡ ମାନ ରହୁଥିଲା ଇଟାଖଣ୍ଡ ମାନ ମିଳୁଥିଲା ଆଜି ବି ବହୁତ ଲୋକ ସେ ଇଟାଖଣ୍ଡ ମାନ ନେଇ ନିଜର ବିଭିନ୍ନ କାର୍ଯ୍ୟରେ ମଧ୍ୟ ଲଗେଇଛନ୍ତି ବୋଲି ଲୋକମାନେ ମଧ୍ୟ ସେଠାରେ କହନ୍ତି ଏଇ ମତ ଦିଅନ୍ତି ତେଣୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ମହାପୁରୁଷ କହିଲେ ବାବୁରେ ଅନନ୍ତ ଶିଳା ଅଛଇ ଗୁପ୍ତ ସେ ସ୍ଥାନ ଅନନ୍ତ ଶିଳା ସେଠାରେ ରହିଛି ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ ଆଉ ନୀତି ସିଂହନାଦ ହୁଏ ଜାଣନ୍ତି ସୁଜ୍ଞାନୀ ବାବୁ ଜାଣନ୍ତି ସୁଜ୍ଞାନୀ
ବାଞ୍ଛା ନିଧି ଦାସ ବିବି ଶଣ ଥିବ ଚିହ୍ନି ବିଭୀଷଣ ଥିବ ଚିହ୍ନି। ପୁରୁଣା କାଳିଆ ଲୋକମାନେ ମତ ଦିଅନ୍ତି ସେଇ ଗିରିବର ମଞ୍ଚେଶ୍ୱର ଗିରିବରରୁ ରାତିରେ ସିଂହର ଗର୍ଜନ ଶୁଭାଯାଏ ବୋଲି ଅନେକ ପୁରୁଣା କାଳିଆ ଲୋକମାନେ ମଧ୍ୟ ମତ ଦିଅନ୍ତି। କାହିଁକି ନା ସେ ଏକ ସିଦ୍ଧ ପୀଠ। ଏ ସୁଧେୟାନି ସେଇ ନିକଟରେ ରହିଛି ମଧ୍ୟ ଆପଣମାନେ ଜଳୌକା ପାହାଡ଼ ରହିଛି, ମଣିନାଗ ଗୁମ୍ଫା ଆଉ କଳକଳନାଦରେ ବିରୂପା ନଦୀ ସେଇ ପାଖ ଦେଇ ବହି ଯାଇଛି। ଏ ବିରୂପା ନଦୀ କୂଳରେ ଏ ହନୁମଞ୍ଚେଶ୍ୱର ପାହାଡ଼ ବୁଝିଲେ, ରାମେଶ୍ୱର ଗାଁ ମଧ୍ୟ ରହିଛି। ପାହାଡ଼ ତଳେ ଅନେକ ଲୋକମାନେ ଏ କଥା ମଧ୍ୟ କହନ୍ତି, ବସବାସ କରୁଥିବା ଅନେକ ଲୋକମାନେ ମତ ଦିଅନ୍ତି ଏଇଠି କ'ଣ ନା ଏଇ ବିରୂପା ନଦୀରୁ ମଣିନାଗ ଯେଉଁ ରହିଛି, ମଣିନାଗ ପାହାଡ଼ ନା ଯାହାକୁ ଜଳୌକା ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର ଆଶ୍ରମ, ସେଇ ମଣିନାଗ ସେ ବର୍ଷକୁ ଥରୁଟି ଏଇଠାରେ ବିରୂପା ନଦୀରୁ ପାଣି ପିଇ। ଅଚ୍ୟୁତାନନ୍ଦ ପୁଣି କହିଛନ୍ତି ସେଇ ବିରୂପା ନଦୀ କୂଳରେ ଗୋଟେ ବନ୍ଧଟେ ରହିଛି ଯାହାର ନାମ ହେଲା ସୁନ୍ତାଣୀ ବନ୍ଧ। ଇଏ ସୁନ୍ତାଣୀ ବନ୍ଧ ଦିନେ ଭାଙ୍ଗିବ ବୋଲି ମହାପୁରୁଷ ମାଳିକାରେ ଲେଖିଛନ୍ତି। କେତେବେଳେ ଭାଙ୍ଗିବ? ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ, ବାଇଶି ପାବ ଚଢ଼େଇ ଢେଉ ଯେ ଆସିବ ବାବୁ, ଢେଉ ଯେ ଆସିବ ଅମରାରୀ କଟକରେ ଧରା ସେ ହୋଇବ ବାବୁ, ଧରା ସେ ହୋଇବ। ଯେତେବେଳେ 22 ପାବ ଚଢ଼େଇ ଢେଉ ଆସିକି ଅମରାରୀ କଟକ ଗୁଡ଼ା ଛତିଆ, ସେ ଛତିଆରେ ଯେତେବେଳେ ପାଣି ପହଞ୍ଚିବ ନା, ସେହି ସମୟରେ এই ବିରୂପା ନଦୀ କୂଳରେ ଥିବା ହନୁମଞ୍ଚେଶ୍ୱର ନିକଟରେ ଥିବା ସୁନ୍ତାଣୀ ବନ୍ଧ ସେହି ସମୟରେ ଭାଙ୍ଗିବ। ଲୋକମାନେ କହୁଥିଲେ ଯେ ଏ ବନ୍ଧ କେବେ ଭାଙ୍ଗି ନାହିଁ। ଆଗରୁ ଯେଉଁ ରାଜା ଥିଲେ ଏଠି ବସୁକଳ୍ପ ନାମକ ରଜା এই କ୍ଷେତ୍ରରେ ଶାସନ କରୁଥିଲେ ଏ ଅଞ୍ଚଳରେ ବୁଝିଲେ। ସେ କ'ଣ କରିଥିଲେ ନା ସେ ବନ୍ଧଟିକୁ ହାତୀର ପାଦ ଦ୍ୱାରା ଭଲେକିରି କ'ଣ କରିଥିଲେ, ମଜବୁତ କରିଥିଲେ। ତେଣୁ ଅତୀତରେ ଅନେକ ବାର ଯେତେବେଳେ ବିରୂପା ନଦୀରେ ବନ୍ୟା ଆସେ କିନ୍ତୁ ସେ ସୁନ୍ତାଣୀ ବନ୍ଧଟା ଭାଙ୍ଗେ ନାହିଁ। ହୁଏତ ସୁନ୍ତାଣୀ ବନ୍ଧ ପର୍ଯ୍ୟନ୍ତ ମୂଳ ଶିଖର ପର୍ଯ୍ୟନ୍ତ ଛୁଇଁ ଯାଏ, କିନ୍ତୁ ସୁନ୍ତାଣୀ ବନ୍ଧ ଏବେ ପର୍ଯ୍ୟନ୍ତ ଭାଙ୍ଗେ ନାହିଁ ବୋଲି ସେ ସ୍ଥାନୀୟ ଲୋକମାନେ এই ମତ ଦିଅନ୍ତି। କିନ୍ତୁ ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ ଯେତେବେଳେ ଅମରାରୀ କଟକରେ ପାଣି ଆସି ପହଞ୍ଚିବ ନା, 22 ପାବ ଚଢ଼େଇ ଢେଉ ଯେତେବେଳେ ଆସିବ ଅମରାରୀ କଟକରେ ପହଞ୍ଚିବ, ସେହି ସମୟରେ ବିରୂପା ନଦୀ ଜଳମଗ୍ନ ହେବ, ବିରୂପା ନଦୀରେ ଜଳ ଉଛୁଳିବ। ସେହି ସମୟରେ ଇଏ ସୁନ୍ତାଣୀ ବନ୍ଧ ଭାଙ୍ଗି ତ୍ରିବେଣୀଶ୍ୱର ବୁଡ଼ିଯିବ। ନିକଟ ରହିଛି ତ୍ରିବେଣୀଶ୍ୱର, ତାହା ବୁଡ଼ିବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ କହିଲେ ଆଗତ କହିବ କଥା ନ ଜାଣିବେ କେହି ବାବୁ, ନ ଜାଣିବେ କେହି। ଦ୍ରୌପଦୀ ଖବର ତହିଁ ତଳେ ଲୁଚି ଛଇଁ ବାବୁ, ତଳେ ଲୁଚି ଛଇ। କହିଲେ ଦ୍ରୌପଦୀ ଖପର କହନ୍ତିନି, ଦ୍ୱାପର ଯୁଗରୁ ଦ୍ରୌପଦୀ ଅପେକ୍ଷା କରି ରହିଛି, ତା ଖପର କେତେବେଳେ ପୁରିବ କଳି ଯୁଗରେ ଗୋଟିଏ ଓଳି ମହାଭାରତ ଯୁଦ୍ଧରେ। ତେଣୁ ସେଇ ଦ୍ରୌପଦୀ ଖପର ମଧ୍ୟ ତାର ତଳେ ଅଛି ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ପ୍ରମାଣ ଦେଲେ। ଚାରି ଦିଗ ଭଗତ ମାନେ ଏଠାବରେ ମିଳିବା ଏଠାବରେ ମିଳି। ନୟନେ ଦେଖିବେ ବାବୁ ସେବେଳେ ଯେ କଳି ବାବୁ, ସେବେଳେ ଯେ କଳି। ଚାରି ଦିଗର ଭକ୍ତମାନେ ଏଇ ହନୁମଞ୍ଚେଶ୍ୱର ଗିରିରେ ଆସି ପହଞ୍ଚିବେ। କୁଆଡ଼ୁ କେତେ ଚାରି ଦିଗର ଭକ୍ତ, ଚାରି ଯୁଗର ଭକ୍ତ ଏ କ୍ଷେତ୍ରରେ ଆସିକି ଦିନେ ହନୁମଞ୍ଚେଶ୍ୱରରେ ପହଞ୍ଚିବେ। ସୁଧେୟାନି ଥରେ ଯାଆନ୍ତୁ ସେ କ୍ଷେତ୍ରକୁ। ଇଏ ଏକ ସାଧନା ପୀଠ, ଇଏ ଏକ ସାଧନା ତପକ୍ଷେତ୍ର, ଯିଏକି ମହାପୁରୁଷ ମନ୍ଦର ଦାସଙ୍କର ମାଳିକାରେ କଥା ଆଲୋଚନା ହେଇଛି। ତେଣୁ ଆମେ ସେ କ୍ଷେତ୍ରରେ ଯାଇକି ପହଞ୍ଚନ୍ତୁ, ଅଶେଷ ପୁଣ୍ୟର ଅଧିକାରୀ ଆପଣ ହେବେ। ସେ କ୍ଷେତ୍ରରେ ପାଦ ଦେଲେ ଅଶେଷ ପୁଣ୍ୟର ଅଧିକାରୀ ଆପଣ ହେବେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦେଖି। ସୁଧେୟାନି ଜ୍ଞାନୀ ଗୁଣୀ ମଣ୍ଡଳୀ।
ମହାପୁରୁଷ କହିଲେ କହିଲେ ବାବୁରେ ଦ୍ରୌପଦୀ ଖପର ମଧ୍ୟ ତା ତଳେ ରହିଛି। ଆଉ ଏ ଜନ୍ମ ଗୋପତେ ଜୀବ লিখন পোরে বাবু লিখন পোরে মালি ঘরে জন্ম হেব নিত্যানন্দ ঘরে বাবু নিত্যানন্দ ঘরে সেই নিকটরে লিখনপুর নামরে গোটে গাঁটিଏ ଅଛି ଯେଉଁ ଗାଁରେ ମହାପୁରୁଷ କହିଲେ ବାବୁରେ ଜଣେ ଭକ୍ତ ଜନ୍ମ ହେଇଥିବ। ଆଉ ଉଦୟ ବେଳ କୋବାର ବର୍ଷ ହୋଇଥିବ 12 ବର୍ଷ ହୋଇଥିବ ବଦରି ବୃକ୍ଷର ମୂଳେ ଗୁପ୍ତ ହୋଇଥିବ ବାବୁ ଗୁପ୍ତ ହୋଇଥିବ ଉଦୟ ବେଳକୁ କଳ୍କି ଉଦୟ ବେଳକୁ ଅର୍ଥ ଭଗବାନ ସ୍ୱୟଂ ଜଗନ୍ନାଥ ମହାପ୍ରଭୁଙ୍କର କଳ୍କି ଅବତାର ଉଦୟ ବେଳକୁ ତାକୁ 12 ବର୍ଷ ହେଇଥିବ ବୋଲି ଅଚ୍ୟୁତାନନ୍ଦ ମାଳିକାରେ ଲେଖିଲେ। ଖାଲି ସେ ଗୋଟିଏ ଭକ୍ତ ନୁହଁ, ଗୋପାଳ ଭକତ ମାନେ ଉଦୟ ସେଠାରେ ବାବୁ ଉଦୟ ସେଠାରେ କଳ୍କି ନାମ ଧ୍ୟାନ ନୀତି କରିବେ ଗୁମ୍ଫାରେ ବାବୁ କରିବେ ଗୁମ୍ଫାରେ ଗୋପାଳ ଭକ୍ତ ମାନେ ଅନେକ ସେଠାରେ ଥିବେ। ଆଉ ସ୍ୱୟଂ କଳ୍କି ମହାପ୍ରଭୁ ସେଇ କ୍ଷେତ୍ରରେ ଦିନେ ଯାଇକି ଗୁପ୍ତରେ ପହଞ୍ଚି ଭକ୍ତମାନଙ୍କ ସହିତ ଲୀଳା ଖେଳା କରିବେ ବୋଲି ଏ କଥା ମାଳିକାରେ ଲେଖା ଅଛି। ଖାଲି ମହାପୁରୁଷ ଅଚ୍ୟୁତାନନ୍ଦ ନୁହନ୍ତି, ଏଇ ଜ୍ଞାନୀ ଗୁଣିମଣ୍ଡଳୀ ମହାପୁରୁଷ ବଳରାମ ଦାସ। ମହାପୁରୁଷ ବଳରାମ ଦାସ ତାଙ୍କର ମାଳିକାର ନାମ ହେଉଛି ବରାହ କଳ୍ପ। ଏ ବରାହ କଳ୍ପରେ ମଧ୍ୟ ଏ କ୍ଷେତ୍ର ମହିମା ମହାତ୍ମ୍ୟ ବିଷୟରେ ଲେଖିଛନ୍ତି। କ'ଣ କହିଲେ? କହିଲେ ଜୟନ୍ତୀ ଯେ ଜରି ପଡ଼ା ଅଟଇ ଜୟନ୍ତୀ ଯେ ଜରି ପଡ଼ା ଅଟଇ ଦକ୍ଷିଣ ହସ୍ତିନା ମାଳଟି କହି ଦକ୍ଷିଣ ହସ୍ତିନା ମାଳଟି ତହି ଶିଶୁ ଅନନ୍ତ ଚୁମ୍ବକ ମାଳିକାରେ ଲେଖିଛନ୍ତି ହସ୍ତିନା କଟକ ଜୀବନ ଭୂଇଁ ଦିଲ୍ଲୀ ଦରବାର ଅଟଇ ସେଇ। କିନ୍ତୁ ଇ ଯେଉଁ ଦକ୍ଷିଣ ହସ୍ତିନା ବୋଲି ଏ କ୍ଷେତ୍ରକୁ ମଧ୍ୟ କହନ୍ତି। ଆଉ କହିଲେ 170 ମାହାଳ ସେଠାରେ 170 ମାହାଳ ସେଠାରେ ମଞ୍ଚେଶ୍ୱର ଗିରି ତା ନିକଟରେ ମଞ୍ଚେଶ୍ୱର ଗିରି ସ୍ଥାନ କରେ ତହିଁରେ ଅପୋଡ଼ା ଭୂଇଁ ଯେ পদ্ম কিশোরীটি নৃপতি কটকে পদ্ম কিশোরীটি নৃপতি কটকে ইন্দ্রপ্রস্থ অটে সেই যে ইন্দ্রপ্রস্তাব যে সেই যে বরাহ কল্পরে ইয়াକୁ ଲେଖିଲେ ମହାପୁରୁଷ ଯଶୋବନ୍ତ ଦାସ। ଏ କ୍ଷେତ୍ର ମହିମା ମାହାତ୍ମ୍ୟ ସୁଧୀୟନି ଆଗାମୀ ସମୟରେ ଯେତେବେଳେ ଯୁଗ ପରିବର୍ତ୍ତନ ହେବ, କଳିଯୁଗ ଶେଷ ହୋଇ ସତ୍ୟ ଯୁଗ ଆସିବ, ସେତେବେଳେ 27ରୁ 27 ପରେ 28ରୁ 29 ଭିତରେ ଆପଣ ଦେଖିବେ ଏ କ୍ଷେତ୍ର ଜନସମୁଦ୍ରରେ ପରିଣତ ହେବ। ମୋ ବେଦମୂର୍ତ୍ତି ତପନିଷ୍ଠ ଯୁଗଦ୍ରଷ୍ଟା ବ୍ରହ୍ମର୍ଷି ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଗୁରୁ ଭବିଷ୍ୟତବାଣୀ କରିଛନ୍ତି ଯୁଗ ପରିବର୍ତ୍ତନ ହେବାକୁ ଯାଉଛି। ଗୋଟେ ଯୁଗ ଶେଷ ହୋଇ ଆଉ ଗୋଟେ ଯୁଗର ଆରମ୍ଭ ହେବାକୁ ଯାଉଛି। ତେଣୁ ଆମେ ସମସ୍ତେ ଭୟଭୀତ ହେବା ନାହିଁ। ଆଗକୁ ଯେ ପୃଥିବୀ ଧ୍ୱଂସ ହୋଇ ଜନଶୂନ୍ୟ ହେଇଯିବ ଏ ସଂସାର, ଇ ଯଦି ଅନେକ ଭାବୁଥିବେ ମାଳିକା ଶୁଣି, ତାହେଲେ ଇ ଜ୍ଞାନୀ ଗୁଣିମଣ୍ଡଳୀ ଏ ଭୁଲ କଥା। କାହିଁକିନା ମହାପୁରୁଷମାନେ ଭବରୋଗର ଯଦି ନିର୍ଣ୍ଣୟ କରିଛନ୍ତି, ସେ ଭବରୋଗର ନିଦାନ ମଧ୍ୟ ବତେଇ ଦେଇ ଯାଇଛନ୍ତି। ଏ ରୋଗକୁ ଔଷଧ କ'ଣ ଏବଂ ସେହି ଔଷଧ ସେହି ନୀତି ନିୟମ ସେହି ନିୟମରେ ଆମେ ଚଳିଲେ ଆଗାମୀ ସମୟରେ ସତ୍ୟ ଯୁଗ ଯୁଗ ଆସିବ, ଯୁଗ ପରିବର୍ତ୍ତନ ହେବ ବୋଲି ପରମ ପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଇ ଭବିଷ୍ୟତବାଣୀ କରିଛନ୍ତି। ସେ ସତ୍ୟ ଯୁଗରେ ଆମେ ରହି ଇ କଳିକି ଲୀଳା ଗୁଡ଼ିକ ଆମେ ଦେଖିପାରିବା। ଯାହା ଯାହା ଭବିଷ୍ୟତରେ ଘଟଣା ଘଟିବ। କହିଲେ ମରିଚ ବୃକ୍ଷ ଯେ ନିର୍ଣ୍ଣୟ ଅଛି ମରିଚ ବୃକ୍ଷ ଯେ ନିର୍ଣ୍ଣୟ ଅଛି ସେ
सिंहनाद तहि शून्ये शुभुछि सिंहनाद तहि शून्ये शुभुछि शुणुथिबे ताको सुज्ञानी नरे शुणुथिबे ताको सुज्ञानी नरे बांछा निधि दास जाण सेठारे बांछा निधि दास जाण सेठारे त्रेतया जुगरे विभीषण दे त्रेतया जुगरे विभीषण दे आगत कहिब पुणी सेठारे आगत कहिब पुणी सेठारे तेणु त्रेता जुगर जी विभीषण हे ज्ञानी गुणी मंडली से क्षेत्र को दिने आसी आगतर कथा भविष्यतर कथा कहब बोली अच्युतानंद महापुरुष भली बराह कल्प मालिकारे महापुरुष बलराम दास ए कथा लिखिं दिने आपण मैंने आम जाचे 7 जन अमर अस्वस्थमा बलि व्यास हनुमान विभीषण कृप परशुराम सप्तते चिरंजीवी ये 7 जन भितर विभीषण अन्यतम तेणु विभीषण दिने अमर होगी सी क्षेत्र दिने आसिक पहुँच बोली अच्युतानंद मालिकार लिखिदे सुधीयानी ज्ञानी गुणी मंडली कहीं आज विषय ये कथाटी आम आलोचना कले मालिका वर्णित ए क्षेत्र हनुमंचेश्वर गिरी बा पहाड़ थरे ये क्षेत्र जाई पाद दिखे आसतु देखिए जीवन में आपण मैंने गोटे निरा अनुभूति पाइबे अनुभूति आपणकर निरा गोटे हेब बुझे तेणु आज तो समय होती आसतु बाणी की विराम देवा श्री प्रभुंर नाम नहीं कि तापूर्व जन भक्तर ना कहवा ओड़ कोले थीब कालंदी मोर ओड़ कोले थीब कालंदी मोर बामन मूरति मुंड टांगर बामन मूरति मुंड टांगर ओड़ कूल जानते नयागढ़ ओड़ कूल रही जानी तेणु महापुरुष कहले से कालंदी नाम जड़े भक्त जन्म हो सदीजानी आम तो भक्तर ना कहलु आपण मैंने ठाव कर आज तो समय होती तो आसतु बाणी की विराम देवा से प्रभुंर नाम नहीं बोला हरि बोला हरि बोला बोला हरि हरि बोला हरि बोला हरि बोला बोला हरि हरि जय जगन्नाथ आदि कंद मदन मुरारी जय जगन्नाथ आदि कंद मदन मुरारी बोला हरि बोला हरि बोला बोला हरि हरि बोला हरि बोला हरि बोला बोला हरि हरि सुधे अनेक ज्ञानी गुणी मंडली आज आसतु बाणिकी ठारे विराम देवा पुणी आसंता अध्याय भेट हेबा रहुचु हरि ओम शांति 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 सर्वारिष्ट सुशांति भवतु। प्रार्थना आम आनंदर उत्सव।